Hello student, welcome back to my Tanushree tutorial. +3 second semester MDC Philosophic Vedic Culture Unit 3 2 mark question answer discussion करिबा Vedic system of value. वैदिक मूल्यबोधर 2 मार्क प्रश्न और उत्तर डिस्कशन करिबा. क्वेश्चन नंबर 1 वैदिक मूल्यबोध कौन? वेद ଓ ଉପନିଷଦ ମାଧ୍ୟମରେ ଉପସ୍ଥାପିତ ନୀତି ଆଚାର ଓ ଆଧ୍ୟାତ୍ମିକ ମୂଲ୍ୟ. କ୍ୱେଶ୍ଚନ୍ ନମ୍ବର 2 ବୈଦିକ ମୂଲ୍ୟ ବ୍ୟବସ୍ଥାର ମୁଖ୍ୟ ଅଂଶ କ'ଣ? ଆନ୍ସର୍ ହେଇଯିବ ଋତୁ, ଧର୍ମ, କର୍ମ, ମୋକ୍ଷ, ସତ୍ୟ, ଅହିଂସା, ଦାନ, ସମତା. କ୍ୱେଶ୍ଚନ୍ ନମ୍ବର 3 ଋତୁର ଅର୍ଥ କ'ଣ? ବ୍ରହ୍ମାଣ୍ଡର ନିୟମତା ଓ ନ୍ୟାୟର ଆଧାର. କ୍ୱେଶ୍ଚନ୍ ନମ୍ବର 4 ବୈଦିକ ଧର୍ମର ଧାରଣା କ'ଣ? ବ୍ୟକ୍ତି ଓ ସମାଜ ପାଇଁ ନୀତିମୂଳକ କର୍ତ୍ତବ୍ୟ. କ୍ୱେଶ୍ଚନ୍ ନମ୍ବର 5 କର୍ମର ବୈଦିକ ଅର୍ଥ କ'ଣ? କାର୍ଯ୍ୟ ଓ ତାହାର ଫଳ, ନିଷ୍କର୍ମ ଧାରଣା. କ୍ୱେଶ୍ଚନ୍ ନମ୍ବର 6 ବୈଦିକ ମୋକ୍ଷ ବିଚାର କ'ଣ? ଆତ୍ମାର ମୁକ୍ତି ଓ ବ୍ରହ୍ମ ସହ ଏକତ୍ୱ. କ୍ୱେଶ୍ଚନ୍ ନମ୍ବର 7 ବୈଦିକ ମୂଲ୍ୟରେ ସତ୍ୟର ଅର୍ଥ କ'ଣ? ଜୀବନର ମୂଳମୂଲ୍ୟ ଓ ଜ୍ଞାନର ଆଧାର. କ୍ୱେଶ୍ଚନ୍ ନମ୍ବର 8 ଅହିଂସା ବୈଦିକ ମୂଲ୍ୟ ରୂପେ କିପରି ଦେଖାଯାଏ? ପ୍ରାଣୀ ମାତ୍ର ପ୍ରତି ଦୟା ଓ ଶାନ୍ତି. କ୍ୱେଶ୍ଚନ୍ ନମ୍ବର 9 ବୈଦିକ ଦାନ ଧାରଣା କ'ଣ? ଉପକାର, ତ୍ୟାଗ ଓ ସାମାଜିକ ଉନ୍ନତି ପାଇଁ ଦାନ. କ୍ୱେଶ୍ଚନ୍ ନମ୍ବର 10 ବୈଦିକ ସମତା ବିଚାର କ'ଣ? ସମାଜରେ ସମାନ ଅଧିକାର ଓ ନ୍ୟାୟ. କ୍ୱେଶ୍ଚନ୍ ନମ୍ବର 11 ବୈଦିକ ମୂଲ୍ୟରେ ଶିକ୍ଷାର ଅର୍ଥ କ'ଣ? ଆତ୍ମା ଜ୍ଞାନ, ନୀତି ଓ ଦାର୍ଶନିକ ଉନ୍ନତି. କ୍ୱେଶ୍ଚନ୍ ନମ୍ବର 12 ବୈଦିକ ମୂଲ୍ୟରେ ଗୁରୁ ଶିଷ୍ୟ ପରମ୍ପରା ଭୂମିକା କ'ଣ? ଜ୍ଞାନ ଓ ମୂଲ୍ୟର ଆନୁଷ୍ଠାନିକ ଅନୁସରଣ. କ୍ୱେଶ୍ଚନ୍ ନମ୍ବର 13 ବୈଦିକ ମୂଲ୍ୟରେ ଯଜ୍ଞର ଅର୍ଥ କ'ଣ? ଉପାସନା, ଦାନ ଓ ସାମାଜିକ ଏକତାର ଚିହ୍ନ. କ୍ୱେଶ୍ଚନ୍ ନମ୍ବର 14 ବୈଦିକ ମୂଲ୍ୟରେ ନୀତିର ଅବଧାରଣା କ'ଣ? ଜୀବନ ଚାଳନା ପାଇଁ ନିୟମିତ ଆଚାର ବିଚାର. କ୍ୱେଶ୍ଚନ୍ ନମ୍ବର 15 ବୈଦିକ ମୂଲ୍ୟ ଓ ଉପନିଷଦ ମଧ୍ୟରେ ସମ୍ପର୍କ କ'ଣ? ଉପନିଷଦ ବେଦର ଦାର୍ଶନିକ ଅନ୍ତର୍ନିହିତ ମୂଲ୍ୟକୁ ବ୍ୟାଖ୍ୟା କରେ. କ୍ୱେଶ୍ଚନ୍ ନମ୍ବର 16 ବୈଦିକ ମୂଲ୍ୟରେ ଆଶ୍ରମ ଧର୍ମ କ'ଣ? ବ୍ରହ୍ମଚର୍ଯ୍ୟ, ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସର ଜୀବନ ଚକ୍ର. କ୍ୱେଶ୍ଚନ୍ ନମ୍ବର 17 ବୈଦିକ ମୂଲ୍ୟରେ ନାରୀର ସ୍ଥାନ କ'ଣ? ମାତୃଶକ୍ତି ଭାବେ ସମ୍ମାନ ଓ ଶିକ୍ଷାର ଅଧିକାର. କ୍ୱେଶ୍ଚନ୍ ନମ୍ବର 18 ବୈଦିକ ମୂଲ୍ୟରେ ପରିବାରର ବ୍ୟବସ୍ଥା କିପରି ଥିଲା? ସଂଯୁକ୍ତ ପରିବାର ଓ ଗୃହସ୍ଥ ଧର୍ମର ଗୁରୁତ୍ୱ. କ୍ୱେଶ୍ଚନ୍ ନମ୍ବର 19 ବୈଦିକ ମୂଲ୍ୟରେ ଶାନ୍ତିର ଅର୍ଥ କ'ଣ? ଆନ୍ତରିକ ଓ ବାହ୍ୟ ଏକତା ଓ ସମନ୍ୱୟ. କ୍ୱେଶ୍ଚନ୍ ନମ୍ବର 20 ବୈଦିକ ମୂଲ୍ୟରେ ଉପାସନାର ଭୂମିକା କ'ଣ? ଦିବ୍ୟ ଶକ୍ତି ସହ ଏକତ୍ୱ ଓ ଆତ୍ମସାକ୍ଷାତ୍କାର. କ୍ୱେଶ୍ଚନ୍ ନମ୍ବର 21 ବୈଦିକ ମୂଲ୍ୟରେ ନ୍ୟାୟ ବିଚାର କ'ଣ? ଋତ ଓ ଧର୍ମ ମାଧ୍ୟମରେ ନ୍ୟାୟର ସ୍ଥାପନ. କ୍ୱେଶ୍ଚନ୍ ନମ୍ବର 22 ବୈଦିକ ମୂଲ୍ୟରେ ଦୈନିକ ଆଚାର ବିଚାର କ'ଣ? ଶୌଚ, ନମ୍ରତା, ଦୟା, ତ୍ୟାଗ ଓ ଶିଳ୍ପର ଅନୁସରଣ.